Jai Jagannath and welcome back to OPSC OAS Aspirant YouTube channel. This is Gagan and in this lecture we will discuss about all the important current affairs of 28th of January 2026. As all of you know that nowadays current affairs play a crucial role in competitive exams of both Odisha government and central government. Watch till the end and don't forget to subscribe to our YouTube channel and hit the bell icon for more informative videos like this. ଆଜିର ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି 28 ଜାନୁଆରୀ ଇଜ୍ ସେଲିବ୍ରେଟେଡ୍ ଏଜ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଟରନ୍ୟାସନାଲ୍ ଡେଜ୍। ଏହାର ସଠିକ୍ ଉତ୍ତରଟି ହେବ ଅପସନ୍ ବି ଡେଟା ପ୍ରାଇଭେସି ଡେ। ପ୍ରତିବର୍ଷ ଜାନୁଆରୀ 28 ତାରିଖକୁ ଭାରତ ସମେତ ସମଗ୍ର ବିଶ୍ୱରେ ଡାଟା ପ୍ରାଇଭେସି ଡେ ବା ତଥ୍ୟ ଗୋପନୀୟତା ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଡିଜିଟାଲ ସୁରକ୍ଷା ଏବଂ ସାଇବର ନିରାପତ୍ତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା। ବର୍ତ୍ତମାନର ଯୁଗରେ ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ସଚେତନତା ସଭାଗୁଡ଼ିକ ଆୟୋଜନ କରାଯାଇଥାଏ। ଏହା ଅନଲାଇନ୍ ଠକେଇରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ କରାଇବାରେ ସାହାଯ୍ୟ କରିଥାଏ। ନିଜର ଡିଜିଟାଲ ପରିଚୟକୁ ସୁରକ୍ଷିତ ରଖିବା ଏହି ଦିବସର ଏକ ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱିଚ୍ ଅଫ୍ ଦ ଫଲୋଇଂ ହ୍ୟୁମାନଏଡ୍ ରୋବୋଟ୍ସ ୱାଜ୍ ଡିପ୍ଲଏଡ୍ ବାଇ ଇଣ୍ଡିଆନ୍ ରେଲୱେଜ୍ ଏଟ୍ ବିଶାଖାପଟ୍ଟନମ୍ ଷ୍ଟେସନ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ASC ଅର୍ଜୁନ। ଭାରତୀୟ ରେଳବାଇ ଏବେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ୱ ଦେଉଛି। ବିଶାଖାପାଟନା ଷ୍ଟେସନରେ ASC ଅର୍ଜୁନ ନାମକ ଏକ ହ୍ୟୁମାନଏଡ୍ ରୋବୋଟ୍ ମୁତୟନ କରାଯାଇଛି। ଏହି ରୋବୋଟ୍ ଯାତ୍ରୀମାନଙ୍କୁ ସୂଚନା ଦେବା ସହ ସେମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବ। ଏହା ରେଳବାଇର ସେବାଗୁଡ଼ିକୁ ଅଧିକ ସରଳ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବାରେ ସାହାଯ୍ୟ କରିବ। ଯାତ୍ରୀମାନଙ୍କ ପାଇଁ ଏହା ଏକ ନୂତନ ଅନୁଭୂତି ହେବା ସହ ସୁରକ୍ଷା ଯାଞ୍ଚରେ ମଧ୍ୟ ସହାୟକ ହେବ। ରେଳ ଷ୍ଟେସନର ଅତ୍ୟାଧୁନିକରଣ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱିଚ୍ ସିଟି ୱାଜ୍ ସିଲେକ୍ଟେଡ୍ ଟୁ ହୋଷ୍ଟ ୱିଙ୍ଗସ୍ ଇଣ୍ଡିଆ 2026 ଏସିଆଜ୍ ଲାର୍ଜେଷ୍ଟ ସିଭିଲ୍ ଏଭିଏସନ୍ ଇଭେଣ୍ଟ ଏଟ୍ ବେଗମେଣ୍ଟ ଏୟାରପୋର୍ଟ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ହାଇଦ୍ରାବାଦ। ୱିଙ୍ଗସ୍ ଇଣ୍ଡିଆ 2026 ହେଉଛି ଏସିଆର ସବୁଠାରୁ ବଡ଼ ନାଗରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ। ଏହି ଭବ୍ୟ କାର୍ଯ୍ୟକ୍ରମଟି ହାଇଦ୍ରାବାଦର ବେଗମେଣ୍ଟ ବିମାନବନ୍ଦରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମଟି ଜାନୁଆରୀ 28ରୁ 31 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଚାଲିବ। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କେଞ୍ଜରାପୁ ଏହାକୁ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ଅନେକ ବିମାନ କମ୍ପାନୀ ଅଂଶଗ୍ରହଣ କରିବାର ସୂଚନା ରହିଛି। ଏହା ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ଏକ ନୂତନ ପରିଚୟ ପ୍ରଦାନ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଅମିତ ଶାହ ହାଇଲାଇଟେଡ୍ ଦ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ କୁଇଜିନ୍ ଇନିସିଏଟିଭ୍ ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟେଟ୍ ଟୁ ପ୍ରମୋଟ୍ ଦେଶୀ ଫ୍ଲେଭର୍ସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶ ସରକାର ରିସେଣ୍ଟଲି ୱାନ୍ ଷ୍ଟେଟ୍ ୱାନ୍ କୁଇଜିନ୍ ବା ଗୋଟିଏ ଜିଲ୍ଲା ଗୋଟିଏ ବ୍ୟଞ୍ଜନ ଯୋଜନା ଆରମ୍ଭ କରିଛନ୍ତି। ଏହି ଅଭିନବ ଯୋଜନାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶୀ ସ୍ୱାଦକୁ ବିଶ୍ୱ ଦରବାରରେ ଲୋକପ୍ରିୟ କରାଇବା। ଏହି ପଦକ୍ଷେପ ଦ୍ୱାରା ପ୍ରତ୍ୟେକ ଜିଲ୍ଲାର ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ ମିଳିବ। ଏହା ସ୍ଥାନୀୟ ରୋଷେଇ କଲା ଏବଂ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ବହୁତ ସହାୟକ ହେବ। ତତ୍ସହିତ ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱାଟ୍ ୱାଜ୍ ଦ ଅଫିସିଆଲ ଥିମ୍ ଫର୍ ଇଣ୍ଡିଆଜ୍ 77th ରିପବ୍ଲିକ୍ ଡେ ସେଲିବ୍ରେଟେଡ୍ ରିସେଣ୍ଟଲି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 150 ଇୟର୍ସ ଅଫ୍ ବନ୍ଦେ ମାତରମ୍। ଭାରତ ଚଳିତ ବର୍ଷ ନିଜର 77ତମ ଗଣତନ୍ତ୍ର ଦିବସକୁ ବହୁ ଉତ୍ସାହର ସହିତ ପାଳନ କରିଛି। ଏହି ବର୍ଷର ଗଣତନ୍ତ୍ର ଦିବସର ବିଷୟବସ୍ତୁ ଥିଲା ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି। ଏହି ଥିମ୍ ମାଧ୍ୟମରେ ଦେଶର ଜାତୀୟ ସଙ୍ଗୀତ ଏବଂ ସ୍ୱାଧୀନତା ସଂଗ୍ରାମକୁ ସମ୍ମାନ ଦିଆଯାଇଛି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହି ଉପଲକ୍ଷେ ଏକ ବହୁତ ଭବ୍ୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହା
ସମଗ୍ର ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଏକତାର ଭାବନାକୁ ଜାଗ୍ରତ କରିଛି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଦ ଫାର୍ଷ୍ଟ ଟ୍ରାଇଲେଟରାଲ ପିସ୍ ଟକ୍ ବିଟୱିନ୍ ରଷିଆ ୟୁକ୍ରେନ ଆଣ୍ଡ ୟୁଏସ୍ ୱେର୍ ହେଲ୍ଡ ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ସିଟିଜ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଆବୁଧାବି। ବିଶ୍ୱ ଶାନ୍ତି ପାଇଁ ଅସୁବିଧାରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁଷିଆ ୟୁକ୍ରେନ ଏବଂ ଆମେରିକା ମଧ୍ୟରେ ପ୍ରଥମ ତ୍ରିପାକ୍ଷିକ ଶାନ୍ତି ଆଲୋଚନା ହୋଇଛି। ଦୀର୍ଘ ଦିନର ଯୁଦ୍ଧ ପରେ ଏହି ଆଲୋଚନା ବିଶ୍ୱ ପାଇଁ ଏକ ଆଶାର କିରଣ ଅଟେ। ଏହି ବୈଠକରେ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହିତ ଆଲୋଚନା କରାଯାଇଛି। ଆରବ ସଂଯୁକ୍ତ ଏମିରେଟ୍ ବା ଆରବ ୟୁନାଇଟେଡ୍ ଏମିରେଟ୍ସ ଏହି ଶାନ୍ତି ପ୍ରକ୍ରିୟାରେ ଏକ ମୁଖ୍ୟ ସୂତ୍ରଧାର ସାଜିଛି। ଏହି ପଦକ୍ଷେପ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସଫଳତା ଭାବେ ଗଣାଯାଉଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ରିଭର ହେଜ୍ ରିସେଣ୍ଟଲି ବିନ୍ ରେକଗ୍ନାଇଜ୍ଡ ଏଜ୍ ଇଣ୍ଡିଆଜ୍ ସେକେଣ୍ଡ ଲାର୍ଜେଷ୍ଟ ଘରିଆଲ ହାବିଟେଟ୍ ଆଫ୍ଟର ଦ ଚମ୍ବଲ ରିଭର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗଣ୍ଡକ। ଚମ୍ବଲ ନଦୀ ପରେ ଗଣ୍ଡକ ନଦୀ ଭାରତର ଦ୍ୱିତୀୟ ବୃହତ୍ତମ ଘରିଆଲ ବାସସ୍ଥାନ ପାଲଟିଛି। ଏହି ନଦୀରେ ଘରିଆଲ କୁମ୍ଭୀରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। 2015 ମସିହାରେ ଏଠାରେ ମାତ୍ର 45ଟି ଘରିଆଲ ଥିବାବେଳେ 2025 ସୁଦ୍ଧା ଏହାର ସଂଖ୍ୟା 400 ଅତିକ୍ରମ କରିଛି। ସରକାରୀ ସଂରକ୍ଷଣ ପ୍ରୟାସ ଯୋଗୁଁ ଏହି ବିରଳ ପ୍ରଜାତିର ଜୀବଙ୍କ ସୁରକ୍ଷା ସମ୍ଭବ ହୋଇପାରିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ନଦୀର ଭୂମିକା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବନ୍ୟପ୍ରାଣୀ ପ୍ରେମୀମାନେ ଏହି ସଫଳତାକୁ ନେଇ ବହୁତ ଖୁସି ପ୍ରକଟ କରିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱିଚ୍ ଇନଷ୍ଟିଚ୍ୟୁସନ୍ ଏଟ୍ ରାଷ୍ଟ୍ରପତି ଭବନ ୱାଜ୍ ଇନୋଗରେଟେଡ୍ ଟୁ ହାଉସ୍ 50 ମ୍ୟାନୁସ୍କ୍ରିପ୍ଟ ଆଣ୍ଡ ସପୋର୍ଟ ଦ ଜ୍ଞାନ ଭାରତମ୍ ମିଶନ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗ୍ରନ୍ଥ କୁଟୀର। ରାଷ୍ଟ୍ରପତି ଭବନରେ ନୂତନ ଭାବରେ ଗ୍ରନ୍ଥ କୁଟୀର ନାମକ ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି, ଯେଉଁଠାରେ ପ୍ରାୟ 50ଟି ଦୁର୍ଲଭ ପାଣ୍ଡୁଲିପି ଏବଂ 2300ରୁ ଅଧିକ ପୁସ୍ତକ ସଂରକ୍ଷିତ ହୋଇ ରହିଛି। ଏହା ଭାରତ ସରକାରଙ୍କ ପ୍ରମୁଖ ଜ୍ଞାନ ଭାରତମ୍ ମିଶନକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରେ। ଏହି କେନ୍ଦ୍ରଟି ଗବେଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନର ଏକ ନୂଆ ପୃଥିବୀ ବୋଲି ମନେ କରାଯାଉଛି। ଭାରତୀୟ ସଂସ୍କୃତି ଏବଂ ପୁରାତନ ଜ୍ଞାନକୁ ସଂରକ୍ଷିତ ରଖିବା ଏହାର ପ୍ରାଥମିକ ଲକ୍ଷ୍ୟ ଅଟେ। ଏହା ଆମର ଐତିହ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରି ରଖିବାର ସାହାଯ୍ୟ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱିଚ୍ ଅଫ୍ ଦ ଫଲୋଇଂ ମିଲିଟାରୀ ଅଫିସର୍ସ known as the face of Operation Sindoor against Pakistan was selected to be honored with the Vishisht Seva Medal on the 77th Republic Day। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋଲୋନିଏଲ ସୁଫିଆ ଖୁରେଶୀ। କର୍ଣ୍ଣେଲ ସୁଫିଆ ଖୁରେଶୀଙ୍କୁ ଭାରତର 77ତମ ଗଣତନ୍ତ୍ର ଦିବସ ଅବସରରେ ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ପାକିସ୍ତାନ ବିରୋଧରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ସିନ୍ଦୁରର ମୁଖ୍ୟ ଚେହେରା ଭାବେ ବେଶ୍ ପରିଚିତ। ତାଙ୍କର ସାଧାରଣ ସାହସ ଏବଂ ନିରନ୍ତର ଦେଶ ସେବା ପାଇଁ ସରକାର ଏହି ଉଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ଏହି ପଦକ ସେନାବାହିନୀରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ କର୍ତ୍ତବ୍ୟ ନିଷ୍ଠାର ଏକ ବଡ଼ ସ୍ୱୀକୃତି ଅଟେ। ସେ ସମଗ୍ର ଦେଶ ଏବଂ ବିଶେଷ କରି ମହିଳାମାନଙ୍କ ପାଇଁ ଜଣେ ବଡ଼ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଲଟିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେନା ଏବଂ ଦେଶବାସୀଙ୍କ ମଧ୍ୟରେ ଏକ ଗର୍ବର ବାତାବରଣ ସୃଷ୍ଟି ହୋଇଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱିଚ୍ ଷ୍ଟେଟ୍ସ ବିଜେପି ଗଭର୍ଣ୍ଣମେଣ୍ଟ ଇମ୍ପ୍ଲିମେଣ୍ଟେଡ୍ ଦ ୟୁନିଫର୍ମ ସିଭିଲ୍ କୋଡ୍ ଆମେଣ୍ଡମେଣ୍ଟ ଅର୍ଡିନାନ୍ସ 2026। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଉତ୍ତରାଖଣ୍ଡ। ଉତ୍ତରାଖଣ୍ଡ ବିଜେପି ସରକାର ସମାନ ନାଗରିକ ସଂହିତା ସଂଶୋଧନ ଅଧ୍ୟାଦେଶ 2024କୁ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛନ୍ତି। ଏହି ନୂତନ
ସଂଶୋଧନ ଦ୍ୱାରା ବିବାହ ଛାଡ଼ପତ୍ର ଏବଂ ସମ୍ପତ୍ତି ଅଧିଗ୍ରହଣ ଭଳି ବିଭିନ୍ନ ବିଷୟରେ ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ଲାଗୁ ହେବ। ସାମାଜିକ ସଂସ୍କାର ଏବଂ ସମାନତା ଆଣିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସରକାର ଦାବି କରିଛନ୍ତି। ଏହି ଅଧ୍ୟାଦେଶକୁ ନେଇ ରାଜ୍ୟ ରାଜନୀତିରେ ବହୁତ ଚର୍ଚ୍ଚା ଏବଂ ଆଲୋଚନା ଜାରି ରହିଛି। ଉତ୍ତରାଖଣ୍ଡ ସରକାରର ଏହି ପଦକ୍ଷେପଟି ସମଗ୍ର ଦେଶରେ UCC ଲାଗୁ କରିବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିପାରେ। ଆଜି ପାଇଁ ଏତିକି ଥିଲା। ପୁଣି ଥରେ ଦେଖା ହେବ ଆଉ ଗୋଟିଏ ଇନଫର୍ମେଟିଭ୍ ଭିଡ଼ିଓ ସହିତ।